Praise the Lord. ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଶେଷରେ ତାମିଲନାଡୁର ସିଏମ୍ ଜଣେ ଖ୍ରୀଷ୍ଟିଆନ ଲୋକ ହିଁ ବାହାରିଲେ। କିଛି ଦିନ ତଳେ ଯେଉଁ ଇଲେକ୍ସନ୍ ଥିଲା ତାମିଲନାଡୁରେ, ବର୍ତ୍ତମାନ ଯିଏ ସିଏମ୍ ହେଇଛନ୍ତି ସେ ଜଣେ ଖ୍ରୀଷ୍ଟିଆନ ଲୋକ। କେବଳ ସେତିକି ନୁହନ୍ତି, ସେ ଜଣେ ଆକ୍ଟର ମଧ୍ୟ, ଯାହାଙ୍କର ଅନେକ ପ୍ରଶଂସକମାନେ ଅଛନ୍ତି। ଆଉ ଅନେକ ଭାବନ୍ତି ଯେ ସେମାନେ ବିଜୟଙ୍କର ଅନେକ ପ୍ରଶଂସକ ଥିବାରୁ ସେ ଜିତିଗଲେ, କିନ୍ତୁ ଏଇଟା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ତାମିଲନାଡୁ ଇଲେକ୍ସନ୍ ପୂର୍ବରୁ ବିଜୟ ଚର୍ଚ୍ଚ ଯାଇଥିଲେ। ଚର୍ଚ୍ଚ ଯାଇକି ସେଠି ଆଣ୍ଠେଇ ଚାଲିଥିଲେ, ଆଉ ସେଠାରେ ସେ ପ୍ରାର୍ଥନା କରିଥିଲେ। ଆଉ ପ୍ରଭୁ ଯୀଶୁ ତାଙ୍କର ପ୍ରାର୍ଥନା ଶୁଣିଲେ, ଆଉ ପ୍ରଭୁ ଯୀଶୁଙ୍କର ଆଶୀର୍ବାଦ ବଳରେ ହିଁ ସେ ସିଏମ୍ ହେଲେ। ତାପରେ ଆମେ ଦେଖୁଅଛୁ ସିଏମ୍ ହେବା ପରେ ଥାଲପତି ବିଜୟ ସେମିତି ଚୁପଚାପ ବସି ନାହାନ୍ତି। ସେ ପୁଣି ଥରେ ଚର୍ଚ୍ଚ ଯାଇଛନ୍ତି। ଚର୍ଚ୍ଚ ଯାଇକି ସେଠାରେ ସେ ପ୍ରଚାର ମଧ୍ୟ କରିଛନ୍ତି ବାଇବେଲରୁ। அனைவருக்கும் என்னுடைய கிறிஸ்துமஸ் நல்வாழ்த்துக்கள். Praise the Lord. स्ट्रेंथ, ताकत के बारे में बताने के लिए बाइबल में बहुत सी कहानियां हैं। जिन लोगों ने अब तक उन्हें नहीं पढ़ा है, उन्हें जरूर पढ़ना चाहिए। इन्हीं में से एक खास कहानी मैं आपको सुनाना चाहता हूं। एक युवा व्यक्ति के साथ उसके ही भाइयों ने विश्वासघात किया। ईर्ष्या और नफरत के कारण उन्होंने उसे मरवा देने की कोशिश की और बाद में उसे जेल भिजवा दिया गया। लेकिन सवाल यह है कि वह व्यक्ति फिर भी कैसे बचा? कैसे वह कठिनाइयों से निकलकर आगे बढ़ा? समय बीतने के बाद वही व्यक्ति उस राज्य का शासक बना, और जब उसके भाई उसके सामने आए तो वे खुद को अपराधी मानने लगे। वह व्यक्ति न सिर्फ अपने भाइयों द्वारा की गई साजिश से बचा, बल्कि उसने पूरे राज्य को भी संकट से बचाया। इस तरह बाइबल में बहुत सी दिलचस्प और प्रेरणादायक कहानियां हुए हैं। जिन्होंने अभी तक उन्हें नहीं पढ़ा है, उन्हें जरूर पढ़ना चाहिए। मुझे लगता है मुझे यह बताने की जरूरत नहीं है कि यह कहानी किसके बारे में है। आप सब जानते हैं कि मैं किसके बारे में बात कर रहा हूं। जोटाक आम देखा पाऊ जोसेफଙ୍କର ଜୀବନୀ। ତେବେ ପ୍ରିୟ ବନ୍ଧୁଗଣ, ହୁଏତ ଆପଣ ଭାବୁଥିବେ ଯୋସେଫଙ୍କର ଜୀବନ ସହିତ ଥାଲପତି ବିଜୟଙ୍କର କ'ଣ ସମ୍ପର୍କ ଅଛି ପ୍ରିୟ ବନ୍ଧୁଗଣ। ଯୋସେଫଙ୍କ ଜୀବନରେ ଯେମିତି ପରୀକ୍ଷା ଆସିଲା ଜଣେ ରାଜା ହେବା ପୂର୍ବରୁ, ଥାଲପତି ବିଜୟଙ୍କ ଜୀବନରେ ବି ସେମିତି ଝଡ଼ ଝଞ୍ଜା ଆସିଥିଲା, ମାନେ ସିଏମ୍ ହେବା ପୂର୍ବରୁ। କିନ୍ତୁ ସିଏମ୍ ହେବା ପୂର୍ବରୁ ସେ ଜଣେ ଆକ୍ଟର ଥିଲେ, ଆଉ ନିଜର କଳା କୌଶଳ ବଳରେ
ନିଜର ଅଭିନୟ କଳା ଦ୍ୱାରା ସେ କୋଟି କୋଟି ଟଙ୍କା ରୋଜଗାର କରିଥିଲେ। କିନ୍ତୁ ସବୁଠାରୁ ଖୁସିର ବିଷୟ ହେଉଛି ସେ ସମସ୍ତ ଅର୍ଥକୁ ନିଜର ସ୍ୱାର୍ଥ ନିମନ୍ତେ ଖର୍ଚ୍ଚ କରିନଥିଲେ। ସେ ଜନତାଙ୍କ ନିମନ୍ତେ ସେ କାମ କରିଥିଲେ। ଜନତାଙ୍କର ଉନ୍ନତି ପାଇଁ ସେ କାମ କରିଥିଲେ। ତାପରେ ଆମେ ଦେଖୁଅଛୁ ପରମେଶ୍ୱର ତାଙ୍କୁ ଏମିତି ଆଶୀର୍ବାଦ କଲେ, ସେ ସିଏମ୍ ହେଲେ। ସିଏମ୍ ହେବା ପରେ ଯେତେବେଳେ ସେ ଚର୍ଚ୍ଚ ଗଲେ, ଯୋସେଫଙ୍କ ଜୀବନରୁ ସେ ପ୍ରଚାର କଲେ ଯେ ଯୋସେଫ କେମିତି ଷ୍ଟ୍ରଗଲ୍ କଲେ। ରାଜା ହେବା ପୂର୍ବରୁ ତାଙ୍କୁ ଗାତରେ ପକାଇ ଦିଆଗଲା। ତାଙ୍କ ନିଜ ଭାଇମାନେ ହିଁ ଗାତରେ ପକାଇ ଦେଲେ। ନିଜ ଭାଇମାନେ ହିଁ ତାଙ୍କୁ ବିକ୍ରି କରିଦେଲେ। ବିକ୍ରି କରିଦେଇକି ନିଜ ବାପାଙ୍କୁ ଆସି କହୁଛନ୍ତି ଯେ ଯୋସେଫଙ୍କୁ ହିଂସ୍ର ଜନ୍ତୁ ଖାଇଗଲା ବୋଲି। ବାପା ମଧ୍ୟ ବିଶ୍ୱାସ କଲେ ଯେ ମୋ ପୁଅକୁ ହିଂସ୍ର ଜନ୍ତୁ ଖାଇଗଲା। ତାପରେ ଆମେ ଦେଖୁଅଛୁ ସେ କେମିତି ପରୀକ୍ଷାର ସମ୍ମୁଖୀନ ହେଲେ। ପଟିଫର ତାଙ୍କର ସ୍ତ୍ରୀ ସେ ବ୍ୟଭିଚାର କରିବା ପାଇଁ ଯୋସେଫଙ୍କୁ ଡାକିଲେ, କିନ୍ତୁ ସେ ବ୍ୟଭିଚାରରୁ ପଳାୟନ କଲେ। ଫଳରେ ପଟିଫରଙ୍କ ସ୍ତ୍ରୀ ବ୍ୟଭିଚାର ଦୋଷରେ ତାଙ୍କୁ ଦୋଷୀ କଲେ। ତା ପରବର୍ତ୍ତୀ ମୁହୂର୍ତ୍ତ ଆମେ ଦେଖୁଅଛୁ ଯେ ସେ ଯେତେବେଳେ ଜେଲରେ ଥିଲେ ତାଙ୍କୁ ଜେଲ୍ ହେଇଗଲା। କିନ୍ତୁ ପରେ ପରମେଶ୍ୱର ତାଙ୍କୁ ଏମିତି ଆଶୀର୍ବାଦ କଲେ, ସେ ଜେଲରୁ ବାହାରିଲେ ଆଉ ସେ ମିଶରର ଦ୍ୱିତୀୟ କର୍ତ୍ତା ହେଲେ, ଜଣେ ରାଜା ହେଇଗଲେ। ଜଣେ ଛୋଟ ଲୋକରୁ ଜଣେ ରାଜା, କେତେ ବଡ଼ ଆଶୀର୍ବାଦ ପରମେଶ୍ୱରଙ୍କର। ଥାରାପତି ବିଜୟ ବାଇବେଲରୁ ପ୍ରଚାର କଲେ। ଏହି କଥାକୁ ନେଇକି ଅନେକ ବିରୋଧୀମାନେ ଖୁସି ନୁହନ୍ତି। ଅନେକ ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ ଖୁସି ନୁହନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଆଉ ଏଠାରେ ଆମେ ଦେଖିବାକୁ ପାଉଛୁ ଯଦି ବିରୋଧୀମାନେ ଖୁସି ହେଇଥାନ୍ତେ ଯଦି ଥାଲାପତି ବିଜୟ ଯୀଶୁଙ୍କ ନାଁ ନ ନେଇକି କୌଣସି ଦେବାଦେବୀଙ୍କ ନାଁ ନେଇଥାନ୍ତେ ହିନ୍ଦୁ ଧର୍ମର, ତେବେ ବିରୋଧୀମାନେ ଖୁସି ହେଇଥାନ୍ତେ, ଖୁସିରେ ତାଳି ମାରିଥାନ୍ତେ। କିନ୍ତୁ ବିଜୟ ତ ଯୀଶୁଙ୍କର ନାଁ ନେଲେ, ତେବେ ଏଠି ବିରୋଧୀମାନେ ଖୁସି ହେବେ କେମିତି? ଅନେକ ବଜରଙ୍ଗ ଦଳ ଲୋକମାନେ ବସନ୍ତି ଯେଉଁମାନେ କି ଖୁସି ନୁହନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଆସନ୍ତା ଦିନମାନଙ୍କରେ କ'ଣ ସବୁ ଅପଡ଼େଟ୍ ଆସୁଛି ତା ଏହି ଚ୍ୟାନେଲ୍ ମାଧ୍ୟମରେ ମୁଁ ଆପଣଙ୍କୁ ଜଣାଇବି। ସମସ୍ତଙ୍କୁ ନମସ୍କାର ପ୍ରିୟ ବନ୍ଧୁଗଣ। ଆଜିର ଭିଡ଼ିଓକୁ ଏଇଠି ରଖିବା। ପୁଣି ଥରେ ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।